ଥରେ ଜଣେ ଗରିବ ମହିଳା ଥିଲେ ଯାହାର ନାମ ଥିଲା ଆଶା। ସେ ନିଜ ପିତାମାତା ଏବଂ ସାନ ଭାଇମାନଙ୍କ ସହିତ ଏକ ଛୋଟ ଗାଁରେ ରହୁଥିଲେ। ତାଙ୍କ ପିତା ଜଣେ କୃଷକ ଥିଲେ, କିନ୍ତୁ ତାଙ୍କ ଜମି ଉର୍ବର ନଥିଲା ଏବଂ ସେମାନେ ପ୍ରାୟତଃ ବହୁତ କଷ୍ଟରେ ଚଳୁଥିଲେ। ଆଶା ଜଣେ ବୁଦ୍ଧିମାନ ଏବଂ ଅନୁସନ୍ଧାନକାରୀ ଝିଅ ଥିଲେ। ସେ ତାଙ୍କ ଚାରିପାଖରେ ଥିବା ଦୁନିଆ ବିଷୟରେ ଜାଣିବାକୁ ଭଲ ପାଉଥିଲେ। ସେ ଜଣେ ବୈଜ୍ଞାନିକ ହେବାକୁ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ସେ ଜାଣିଥିଲେ ଯେ ପରିବାରର ଆର୍ଥିକ ଅବସ୍ଥା ଯୋଗୁଁ ତାଙ୍କ ଲକ୍ଷ୍ୟ ହାସଲ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହେବ। ଦିନେ ଆଶାଙ୍କ ପିତା ଅସୁସ୍ଥ ହୋଇପଡ଼ିଲେ। ସେ କାମ କରିବାରେ ଅସମର୍ଥ ହେଲେ ଏବଂ ପରିବାରର ଆୟ ଆହୁରି ହ୍ରାସ ପାଇଗଲା। ପରିବାରକୁ ସାହାଯ୍ୟ କରିବା ପାଇଁ ଆଶାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଲା। ଆଶା ତାଙ୍କ ପରିବାରର ପ୍ରତିପୋଷଣ ପାଇଁ କଠିନ ପରିଶ୍ରମ କରିଥିଲେ। ସେ ଘର ସଫା କରିବା ଏବଂ କ୍ଷେତରେ କାମ କରିବା ଭଳି ଅଦ୍ଭୁତ କାର୍ଯ୍ୟ କରୁଥିଲେ। ସେ ସ୍ଥାନୀୟ ବଜାରରେ ପନିପରିବା ବିକ୍ରୟ କରିବା ମଧ୍ୟ ଆରମ୍ଭ କରିଦେଲେ। ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ ଆଶା କେବେ ବି ବୈଜ୍ଞାନିକ ହେବାର ସ୍ୱପ୍ନ ଛାଡ଼ି ନଥିଲେ। ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ ଏବଂ ସ୍ଥାନୀୟ ଲାଇବ୍ରେରୀରୁ ବହି ଧାର ଆଣୁଥିଲେ। ସେ ଘରେ ମଧ୍ୟ ନିଜର ପରୀକ୍ଷଣ କରିବା ଆରମ୍ଭ କରିଥିଲେ। ବହୁ ବର୍ଷର ପରିଶ୍ରମ ଏବଂ ନିଷ୍ଠା ପରେ ଆଶା ଶେଷରେ ତାଙ୍କ ସ୍ୱପ୍ନକୁ ସାକାର କଲେ। ସେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ବୈଜ୍ଞାନିକ ବନିଗଲେ। ସେ ବିଜ୍ଞାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଆଶାଙ୍କ କାହାଣୀ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଏହା ଦର୍ଶାଏ ଯେ ଯଦି ଆମେ ଆମର ସ୍ୱପ୍ନକୁ ମନେ ରଖି କାର୍ଯ୍ୟ କରିଥାନ୍ତି ଏବଂ ଆମର ସ୍ୱପ୍ନକୁ କେବେ ବି ଛାଡ଼ି ନଥାନ୍ତି, ତେବେ ସବୁକିଛି ସମ୍ଭବ ହୋଇଥାଏ।